ପାଞ୍ଚପଡ଼ାରେ ଫୁଟିଛି ବିରଳ ଫୁଲ ବ୍ରହ୍ମକମଳ। ସ୍ୱର୍ଗର ପାରିଜାତ ଫୁଲକୁ ମର୍ତ୍ତ୍ୟରେ କୁହାଯାଏ ବ୍ରହ୍ମକମଳ ଫୁଲ। ଏହି ବିରଳ ଫୁଲ ପ୍ରାୟତଃ ଦେଖିବାକୁ ମିଳିନଥାଏ। ଆଜି ଚାନ୍ଦବାଲି ଏନ୍ଏସି ପାଞ୍ଚପଡ଼ା ୱାର୍ଡରେ ଏହି ବିରଳ ଫୁଲ ପରିବେଶବିତ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ ସୁଧୀର ମହାନ୍ତିଙ୍କ ବାଡ଼ିରେ ଦେଖିବାକୁ ମିଳିଛି। ସୁଧୀର ମହାନ୍ତିଙ୍କ ଝିଅ ଏହି ବ୍ରହ୍ମକମଳ ଗଛକୁ ଭଦ୍ରକରୁ ଆଣିଥିଲେ। ଏହି ଫୁଲକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗିବା ସହ ଏହି ଫୁଲକୁ ଆଜି ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ କରାଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଦିଆଯାଇଛି। ତିହିଡ଼ି ବ୍ଲକରୁ ଆମ ପ୍ରତିନିଧି ମଦିନା ବିବିଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24। ଆମେ ଗତ ବର୍ଷ ବ୍ରହ୍ମକମଳ ଫୁଲର ଗଛକୁ ଲଗେଇଥିଲୁ। ଏବେ ଏ ପ୍ରଥମ ଫୁଲ ଫୁଟିଛି ଏବଂ ସେ ଯେଉଁ ପ୍ରଥମ ଫୁଲଟି ଫୁଟିଛି ଆମେ ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଅର୍ପଣ କରିବା ପାଇଁ ସ୍ଥିର କରିକି ଆଜି ନନାଙ୍କୁ ଡକେଇ ବର୍ତ୍ତମାନ ତାଙ୍କୁ ଜଗନ୍ନାଥଙ୍କର ପାଦପଦ୍ମରେ ଅର୍ପଣ କରାଯିବ।